ଆମ ଜଗା ଭାରି ବଢ଼ିଆ। ଅଙ୍ଗ ଯେ ଅଶ୍ୱମେଧ କଲାଉ ତମ ଋଷିଙ୍ଗି ବରିଲା। ସକଳେ ମିଳିବେ ତ ନାଦେ ଅନଳ ପୂଜିଲେ ସମିତେ। ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ। ଇନ୍ଦ୍ରାଦି 10 ଦିକ୍ପାଳେ ସେ ଯଜ୍ଞେ କେହି ନ ମିଳିଲେ। ଦେଖି ବିସ୍ମୟେ ମୁନି ଜନ ନିକଟେ ରାଇ ଯଜମାନ। ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କଲୁ କାହିଁ ପାଇଁ। ଦେବେ ସେ ହବିନ ଘେନିଲେ ଆମ୍ଭେ ପଚାରୁ ତେଣୁ ଭଲେ। ଶୁଣ ରାଜନ ସାବଧାନେ କିବା କଳ୍ପିତ ତୋର ମନେ। ପବିତ୍ର ଦ୍ରବ୍ୟ ଶ୍ରଦ୍ଧା କରି ସକଳ ନିଗମ ଓଚାରି। ଆମ୍ଭେ ସକଳେ ଧୂତ ବ୍ରତା ତୁମ୍ଭେ ସ୍ୱଭାବେ ଶୁଦ୍ଧ ଚେତା। ମନ୍ତ୍ର ଉଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ। ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ ଗୁଣ ଏବେ। ସକଳ କର୍ମ ସାକ୍ଷୀ ଦେବେ କିମ୍ବା ନଇଲେ ଯଜ୍ଞ ଭାଗେ। ଅଙ୍ଗ ଯେ ବିକ୍ର ବାକ୍ୟ ଶୁଣି ଦୁଃଖିତ ମନେ ନୃପମଣି। ସଭାଜନଙ୍କ ମୁଖ ଚାହିଁ କହଇ ଶିରେ କର ଦେଇ। କି ମନ୍ଦ କର୍ମ ମୋର ଅଛି ବୋ ବିପ୍ର କହ ଧର୍ମ ଲଖି। ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ। ଏ ମନ୍ଦ ରାଜା ମୁଖ ଶୁଣି ସ୍ୱଧର୍ମ ବିପ୍ରେ ପରିମାଣି। ବୋଇଲେ ରାଜା ମୁଖ ଚାହିଁ ଏ ଜନ୍ମେ ତୋର ଦୋଷ ନାହିଁ। ପୂର୍ବ ଅର୍ଜିତ କର୍ମ ବଳେ ସନ୍ତତି ନାହିଁ ତୋର କଳେ। ଅପୁତ୍ର ଦୋଷେ ଦେବ ଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞ ପୁରୁଷ ଯଜ୍ଞେ ପର। ତେବେ ସକଳ ଦେବ ଗଣ ତୋ ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ଆବିର୍ଭାଗ ପାଇ ତୋର ଯଜ୍ଞେ ଦୋଷ ହୋଇ। ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେ ମନ୍ତେ। ମୈତ୍ରୀୟ ଆନନ୍ଦ ଚିତ୍ତରେ କହନ୍ତି ଶୁଣ ହେ ପିତୁରେ। ଏ ମନ୍ଦ ସଭା ବାକ୍ୟ ଶୁଣି ସେ ଅଙ୍ଗ ରାଜା ମନେ କୁଣି। ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ। ତକ୍ଷଣେ ହୋମ କୁଣ୍ଡ ଜାତ ହୋଇଲା ପୁରୁଷ ଅଦ୍ଭୁତ। ହୃଦେ ଲମ୍ବଇ ହେମହାର କଟିରେ ନିର୍ମଳ ଅମ୍ବର। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ର ବଚନେ କ୍ଷୀରି ପାତ୍ର କରେ ଘେନିଲେ ନରନାଥ। ଆଘ୍ରାଣ କରି ନାସା ଦ୍ୱାରେ ଦେଲା ସେ ନିଜ ପତ୍ନୀ କରେ। ସେ ପୁଂସବନ କ୍ଷୀରି ଆଣି ଗୃହେ ଭଞ୍ଜିଲା ତା ଘରଣୀ। ତକ୍ଷଣେ ପୁଂସବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ସେ ଗର୍ଭ କାଳ ଉପଗତେ କୁମାର ଜନ୍ମିଲା ଅଦ୍ଭୁତେ। ଦିନକୁ ଦିନ ସେ ପଢିଲା ମାତାର ଅଂଶ ନ ଛାଡ଼ିଲା। ଅଧର୍ମ ଅଂଶୁ ମୃତ୍ୟୁ ଜାତ ସେ ମୃତ୍ୟୁ ସୁତା ଯେଣୁ ମାତ। ତେଣୁ ହୋଇଲା ଅଧାର୍ମିକ କ୍ଷତ୍ରିୟ ଭାବେ ଅତିରେକ। ନିରତେ ଧନୁସର ଧରେ ଲୁବ୍ଧକ ପ୍ରାୟ ବନେ ବୁଲେ। ନିର୍ଦ୍ଦୋଷ ପଶୁଗଣ ମାରେ ତୟା ବିବେକ ନ ବିଚାରେ। ତୁଲ୍ୟ ବୟସୀ ବାଳ ମେଳେ ଖେଳ ଖେଳଇ କୁତୁହଳେ। ତାଙ୍କ ଦାରୁଣ ପ୍ରଣ ଦୋଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ଏ ମନ୍ଦ ତାର ଦୁଷ୍ଟପଣେ ରାଜାର ଅଗ୍ରେ ପ୍ରଜା ଗଣେ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ବେଣ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ। ଏ ମନ୍ଦ ଅଙ୍ଗ ରାଜା ଶୁଣି କଳ ପୁତ୍ରକୁ ଘରେ ଆଣି। ନାନା ପ୍ରକାରେ ଧର୍ମ କହି ଅନେକ ପ୍ରକାର ବୁଝାଇ। ଶୁଣନ୍ତେ ବହୁତମ କରେ ପିତାର ବଚନ ନ ଧରେ। ଦିନକୁ ଦିନ ଦୁଷ୍ଟପଣେ କୋପ ବହିଲେ ପ୍ରଜାଗଣେ। ଅଙ୍ଗ ତାହାର କର୍ମ ଦେଖି ବାଳଇ ଅତି ଦୁଃଖେ ଦୁଃଖୀ। ଦେଖ ମୁଁ ବିଷ୍ଣୁପାଦେ ସେବି କୁପୁତ୍ରେ ହେଲି ପରା ଭବି। ସବୁରି ସଙ୍ଗେ ନିରନ୍ତରେ ମହତେ ତୋର ଆଚରେ। ପ୍ରାଣୀଙ୍କ ମନେ ବହୁ ବ୍ୟଥା ଏ ଦୁଷ୍ଟ ଦିଅଇ ସର୍ବଦା।
ଏ ପୁତ୍ର କାର୍ଯ୍ୟ ଚିକିତ୍ସନା ସଇହ ପରଚସ ପୁଣି ସେ ରାଜା ବିଚାରଇ ସୁପୁତ୍ର ଛାଡ଼ି ନ ହୁଅଇ କୁପୁତ୍ରେ ମାତ୍ର ଏତେ ଲାଭ ସୁଜନେ ଗୃହେ ଛାଡ଼େ ଲୋଭ ସୁପୁତ୍ର କୁପୁତ୍ର ବିଚାରେ ଚିତ୍ତ ନ ରହେ ତାର ଘରେ ରଜନୀ ଅର୍ଥେ ନୃପ ପର ମନ୍ଦିର ହୋଇଲା ବାହାର ବନେ ପଶିଲା ନରପତି କେହି ନ ଜାଣି ତାର ଗତି ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ ନ ଦେଖି ନଗରେ ମିଳିଲେ ଅନେକ ପ୍ରକାର ଭାଳିଲେ ରୋଦନ କଲେ ଛନ୍ନ ମନେ ବୋଇଲେ କେଣେ ଗଲେ ଶୂନ୍ୟେ ଭାଷା ପ୍ରବନ୍ଧେ ଭାଗବତ ବୋଲଇ ବିପ୍ର ଜଗନ୍ନାଥ इति श्रीमद्भागवते महापुराणे परमहंसा संहिताया चतुर्थ स्कंदे बेण जन्म कथनम नाम त्रयोदश अध्याय चतुर्दश अध्याय आरंभ ब्राह्मण रोषे बेण बद्ध चतुर्दशरे संवाद भृगु अंगिराति चेते मुनिये मिली